ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଶାରଦୀୟ ନବରାତ୍ରି 2025। ନବରାତ୍ରିର 9 ଦିନ ମଧ୍ୟରେ ଦେବୀ ଦୁର୍ଗାଙ୍କୁ 9ଟି ବିଶେଷ ନୈବେଦ୍ୟ ଅର୍ପଣ କରନ୍ତୁ। ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହେବ। ନବରାତ୍ରିର ସମସ୍ତ 9 ଦିନ ବହୁତ ସ୍ୱତନ୍ତ୍ର। ଏହି 9 ଦିନରେ ମା ଦୁର୍ଗାଙ୍କ 9ଟି ଭିନ୍ନ ରୂପକୁ ପୂଜା କରାଯାଏ ଏବଂ ଏହି 9 ଦିନରେ ଦେବୀଙ୍କୁ ବିଭିନ୍ନ ପ୍ରସାଦ ଅର୍ପଣ କରିବାର ପରମ୍ପରା ମଧ୍ୟ ଅଛି। ଏଥର ଶାରଦୀୟ ନବରାତ୍ରି 22 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଏବଂ 2 ଅକ୍ଟୋବରରେ ଶେଷ ହେବ। ଶାରଦୀୟ ନବରାତ୍ରିରେ ମା ଦୁର୍ଗାଙ୍କ ପୂଜାର ବିଶେଷ ଗୁରୁତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ନବରାତ୍ରିର ଏହି 9ଟି ପବିତ୍ର ଦିନରେ ଭକ୍ତମାନେ ମା ଦୁର୍ଗାଙ୍କ 9ଟି ଭିନ୍ନ ଭିନ୍ନ ରୂପର ପୂଜା କରନ୍ତି। ନବରାତ୍ରିରେ ପୂଜା ସହିତ ନୈବେଦ୍ୟର ମଧ୍ୟ ଏକ ବିଶେଷ ମହତ୍ତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ମା ଦୁର୍ଗାଙ୍କୁ ତାଙ୍କର ପ୍ରିୟ ନୈବେଦ୍ୟ ଅର୍ପଣ କରିବା ଦ୍ୱାରା ଦେବୀ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ଉପରେ ସୁଖ, ସମୃଦ୍ଧି, ଶାନ୍ତି ଏବଂ ଶକ୍ତି ବର୍ଷା କରନ୍ତି। ପ୍ରତ୍ୟେକ ଦିନ ମାଙ୍କର ଏକ ଭିନ୍ନ ରୂପ ପୂଜା କରାଯାଏ ଏବଂ ପ୍ରତ୍ୟେକ ଦେବୀଙ୍କର ଏକ ଭିନ୍ନ ପ୍ରିୟ ନୈବେଦ୍ୟ ଥାଏ। ସେଥିପାଇଁ ନବରାତ୍ରିର ପ୍ରତ୍ୟେକ ଦିନ ମା ଦୁର୍ଗାଙ୍କ ସ୍ୱରୂପ ଅନୁସାରେ ନୈବେଦ୍ୟ ଅର୍ପଣ କରିବା ପରମ୍ପରା ରହିଛି। ଆସନ୍ତୁ ଜାଣିବା ସେହି 9ଟି ଦିବ୍ୟ ନୈବେଦ୍ୟ ବିଷୟରେ। ପ୍ରଥମ ଦିନ ମା ଶୈଳପୁତ୍ରୀ। ଏହି ଦିନ ମା ଦୁର୍ଗାଙ୍କ ପ୍ରଥମ ରୂପ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନ ଗାଈ ଘିଅ ଅର୍ପଣ କରିବା ଦ୍ୱାରା ଭକ୍ତମାନଙ୍କୁ ମା ଦୁର୍ଗାଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ। ଏହା ରୋଗ ଏବଂ କଷ୍ଟ ଦୂର କରେ ବୋଲି ବିଶ୍ୱାସ କରାଯାଏ। ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀ। ଏହି ଦିନ ମା ଦୁର୍ଗାଙ୍କୁ ମିଠା ଅର୍ପଣ କରିବାର ପରମ୍ପରା ଅଛି। ଏହା ପରିବାରରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ତୃତୀୟ ଦିନ ମା ଚନ୍ଦ୍ରଘଣ୍ଟା। ଏହି ଦିନ ମା ଦୁର୍ଗାଙ୍କୁ ମା ଚନ୍ଦ୍ରଘଣ୍ଟା ରୂପରେ ପୂଜା କରାଯାଏ। ଏହି ଦିନ ଦେବୀଙ୍କୁ କ୍ଷୀର ଅର୍ପଣ କରିବା ଦ୍ୱାରା ମାନସିକ ଶାନ୍ତି ଏବଂ ଦୁଃଖରୁ ମୁକ୍ତି ମିଳିଥାଏ। ଚତୁର୍ଥ ଦିନ ମା କୁଷ୍ମାଣ୍ଡା। ଏହି ଦିନ ମା ଦୁର୍ଗାଙ୍କୁ ମାଲପୁଆ ପ୍ରସାଦ ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ ନାଶ ହୁଏ। ପଞ୍ଚମ ଦିନ ମାତା ସ୍କନ୍ଦାମାତା। ଶାରଦୀୟ ନବରାତ୍ରିର ପଞ୍ଚମ ଦିନରେ ମାତାଙ୍କୁ କଦଳୀ ଅର୍ପଣ କରିବା ଉଚିତ। ଏହା ସକାରାତ୍ମକ ଶକ୍ତି ବଜାୟ ରଖେ। ଷଷ୍ଠ ଦିନ ମା କାତ୍ୟାୟନୀ। ଏହି ଦିନ ମା କାତ୍ୟାୟନୀଙ୍କୁ ମହୁ ପ୍ରସାଦ ଅର୍ପଣ କରିବା ଉଚିତ। ଏହା ଆକର୍ଷଣ ଶକ୍ତି ବୃଦ୍ଧି କରେ ଏବଂ ସମ୍ପର୍କକୁ ମଧୁର କରିଥାଏ। ସପ୍ତମ ଦିନ ମା କାଳରାତ୍ରି। ଏହି ଦିନ ମା କାଳରାତ୍ରିଙ୍କୁ ଗୁଡ଼ କିମ୍ବା ଗୁଡ଼ରୁ ତିଆରି ଜିନିଷ ଅର୍ପଣ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୁଏ। ଅଷ୍ଟମ ଦିନ ମା ମହାଗୌରୀ। ଅଷ୍ଟମ ଦିନ ଦୁର୍ଗା ମାଙ୍କ ମହାଗୌରୀ ରୂପକୁ ପୂଜା କରାଯାଏ। ଏହି ଦିନ ଦେବୀଙ୍କୁ ନଡ଼ିଆ ଅର୍ପଣ କରିବା ଉଚିତ। ଏହା ପିଲାମାନଙ୍କ ସହ ଜଡ଼ିତ ସମସ୍ୟା ଦୂର କରେ। ନବମ ଦିନ ମା ସିଦ୍ଧିଦାତ୍ରୀ। ନବମ ଦିନରେ ମା ସିଦ୍ଧିଦାତ୍ରୀଙ୍କୁ ତେଲ ପ୍ରସାଦ ଅର୍ପଣ କରାଯିବା ଉଚିତ। ଏହା ହଠାତ୍ ବିପଦରୁ ସୁରକ୍ଷା ଯୋଗାଇଥାଏ। ଏହି ଲେଖାରେ ଉଲ୍ଲେଖ କରାଯାଇଥିବା ପ୍ରତିକାର, ସୁବିଧା, ପରାମର୍ଶ ଏବଂ ବିବୃତି କେବଳ ସାଧାରଣ ସୂଚନା ପାଇଁ। ଏହି ଲେଖାରେ ଥିବା ସୂଚନା ବିଭିନ୍ନ ମାଧ୍ୟମ, ଜ୍ୟୋତିଷ, ପଞ୍ଚାଙ୍ଗ, ଉପଦେଶ, ବିଶ୍ୱାସ, ଧାର୍ମିକ ଗ୍ରନ୍ଥ, କିମ୍ବଦନ୍ତୀରୁ ସଂଗ୍ରହ କରାଯାଇଛି। ପାଠକମାନଙ୍କୁ ଅନୁରୋଧ ଯେ ସେମାନେ ଏହି ଲେଖାକୁ ପରମ ସତ୍ୟ କିମ୍ବା ଦାବୀ ଭାବରେ ନ ବିଚାରନ୍ତୁ ଏବଂ ନିଜର ବିବେଚନା ବ୍ୟବହାର କରନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।